ମଉସା ଆସିବା ପରେ ମାଉସୀ ତାଙ୍କୁ ସବୁ କଥା କହିଲେ। ସବୁ ଶୁଣିସାରି ମଉସା କହିଲେ, ମୁଁ ବୁଝିପାରୁନି ଏସବୁ କ'ଣ ହେଉଛି। କାହାଣୀରେ ଶୁଣିଥିଲି, କିନ୍ତୁ ଏବେ ଆଖିରେ ଦେଖୁଛି। ମାଉସୀଙ୍କ ମନରେ ଭୟ ଥାଏ ସତ, କିନ୍ତୁ ସେ କିଛି ମାତ୍ରାରେ ରିଲାକ୍ସ ଲାଗୁଥିଲେ, କାରଣ ସେ ଜାଣିପାରିଥିଲେ ଯେ ଆତ୍ମା ତାଙ୍କ ପିଲାମାନଙ୍କର କିଛି କ୍ଷତି କରୁନି, କେବଳ ତାଙ୍କୁ ଡରଉଛି। ସେ କେବଳ ଗୁରୁଙ୍କ ନାମକୁ ହିଁ ସବୁଠୁ ବଡ଼ ଅସ୍ତ୍ର ଭାବେ ଧରିଥିଲେ। 2-3 ଜଣ ଗୁଣିଆ ଆସି ସେ ଘରେ କିଛି ପୂଜା ପାଠ କରି ସେ ଆତ୍ମାକୁ କାଢ଼ିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କର ସବୁ ଚେଷ୍ଟା ବିଫଳ ହୋଇଥିଲା। ସେତେବେଳକୁ ଏସବୁ ଘଟଣା ମଉସା ମାଉସୀଙ୍କର ଦେହ ସୁହା ହେଇଯାଇଥାଏ, କିନ୍ତୁ ମନରେ ଡର ଥାଏ। କେତେବେଳେ କୋଉ କଥା, ସବୁବେଳେ ତ ସମାନ ଯାଏନି ନା। ତେଣୁ ମଉସା ଠିକ୍ କଲେ ଛାଡ଼ି ଦେଇ ଆଉ ଗୋଟେ ଘର ନେବା ପାଇଁ, କିନ୍ତୁ ସେ ଘରେ ବି ସମାନ ଘଟଣା ଘଟିଲା। ସେଥିପାଇଁ ମଉସା ମାଉସୀଙ୍କୁ ଓ ପିଲାମାନଙ୍କୁ ତାଙ୍କ ବାପ ଘରକୁ ଛାଡ଼ିଦେଲେ। ମାଉସୀ ଘରକୁ ଯାଇ ତାଙ୍କ ମା'ଙ୍କ ଆଗରେ ସବୁ କଥା କହିଲେ। ସବୁ ଶୁଣି ଆଈ କହିଲେ, କ'ଣ କହିଲୁ? ଶୂନ୍ୟରୁ ଇଟା ପଥର ପଡ଼ୁଥିଲା, ଜିନିଷପତ୍ର ଚାଲି ଚାଲି ଆସୁଥିଲା। ମାଉସୀ କହିଲେ, ହଁ ପରା। ଆଈ ହସି ଦେଇ କହିଲେ, ବୁଝିଲୁ ଝିଅ, ମୋତେ କାହିଁ ତୋ କଥା ଜମା ବିଶ୍ୱାସ ହେଉନି। ମୋତେ ଲାଗୁଛି ଛୋଟ ପିଲାଙ୍କ ଗପ ଶୁଣିଲା ପରି ତୁ ମୋତେ ଗପ ଶୁଣାଉଛୁ। ମାଉସୀ କହିଲେ, ତୋତେ ସିନା ଏସବୁ ଗପ ଭଳି ଲାଗୁଛି, ହେଲେ ଏସବୁ ମୋ ସହିତ ସତରେ ଘଟି ସାରିଛି। ପୁଣି ଥରେ ନୁହେଁ, ମାସ ମାସ ଧରି। ଆଈ ହସରେ ଉଡ଼େଇ ଦେଇ କହିଲେ, ଏମିତି ସବୁ ହେଇଛି? ଏ ନା, ମୋର କାହିଁ ତୋ କଥାରେ ବିଶ୍ୱାସ ଜମା ହେଉନି। ଏତିକି କହୁ କହୁ ଦୁମ୍ କରି ଗୋଟେ ଇଟା ଆସି ତଳେ ପଡ଼ିଲା। ଆଈ ଓ ମାଉସୀ ଚମକି ପଡ଼ି ଠିଆ ହୋଇ ପଡ଼ିଲେ। ମାଉସୀ କହିଲେ, ଇଏ ବି ଏଠି ଆସି ପହଞ୍ଚିଗଲା। ହେ ଭଗବାନ! ଆଈ ପୁରା ତାଟକା ହେଇ ଉପରକୁ ଚାହିଁଥାଏ। ମାଉସୀ କହିଲେ, ବୋଉ ଦେଖିଲୁ ତ, ଏଇନେ ବିଶ୍ୱାସ କରୁନଥିଲୁ। ଆଈ ତାଟକା ହେଇ କହିଲା, ଆଲୋ ଝିଅ, ଇଏ କ'ଣ? ଇଏ କୋଉଠୁ ଆସିଲା? ମାଉସୀ ପାଖ ପୋଷ୍ଟ ଅଫିସକୁ ଯାଇ ମଉସାଙ୍କ ଅଫିସକୁ ଫୋନ କରି ସବୁ କଥା କହିଲେ। ସବୁ ଶୁଣି ମଉସା ଆଶ୍ଚର୍ଯ୍ୟ ହେଲେ ଓ ଚିନ୍ତାରେ ପଡ଼ିଗଲେ। କହିଲେ, ହଉ, ତମେ ସମସ୍ତେ ସାବଧାନର ସହିତ ଥାଅ, ମୁଁ କିଛି ବ୍ୟବସ୍ଥା କରୁଛି। କିଛି ଦିନ ଏମିତି ଚାଲିଲା। ମଉସା ମାଉସୀଙ୍କ ପରି ଆଈ ଅଜା ମଧ୍ୟ ପୂଜାପାଠ ଗୁରୁଙ୍କ ନାମ ଆଦି କରନ୍ତି। ସେଥିପାଇଁ ସେ ଆତ୍ମା ଏମାନଙ୍କର ମଧ୍ୟ କିଛି କ୍ଷତି କରିପାରେନି। ଧୀରେ ଧୀରେ ଏ ଘଟଣା ଗାଁଟା ସାରା ପ୍ରଘଟ ହେଇଗଲା। ଯିଏ ବି ଘରକୁ ଆସେ ଏକଥା ପଚାରେ, ସେ ସାଙ୍ଗେ ସାଙ୍ଗେ ପ୍ରମାଣ ପାଇଯାଏ। କେତେବେଳେ ଟେକା ପଥର ପଡ଼େ ତ କେତେବେଳେ ବାସନ ଝଣଝଣ ହେଇପଡ଼େ। କିଏ କହେ ତାଙ୍କ ଘରେ ଭୂତ କି ପ୍ରେତ ଅଛନ୍ତି, କିଏ କହେ ଇଏ ଠାକୁରାଣୀ ଅଛନ୍ତି, ଆଉ କେହି କେହି କହନ୍ତି, ନା, ଇଏ ଭୂତ ପ୍ରେତ କି ଠାକୁରାଣୀ ନୁହେଁ, ଇଏ ହେଉଛି ଗୋଟେ ହାଡ଼ବାଇ। ଆଈ ଡରି ଡରି ଚଳୁଥାଏ। ପିଲା ଦୁହିଁଙ୍କୁ ସବୁବେଳେ ଜଗି ବସିଥାଏ, କାଳେ କେତେବେଳେ ସେମାନଙ୍କ ଦେହରେ ଇଟା ପଥର ବାଜିଯିବ, ସେଥିପାଇଁ ସଜାଗ ଥାଏ। ଏପରି ପ୍ରାୟ ମାସେ 1.5 ମାସ ଚାଲିଲା। ଗୋଟେ ଜିନିଷ ଯେତେ ଭୟଙ୍କର ହେଲେ ବି ଯଦି ତା ସହିତ ତୁମକୁ ପ୍ରତି ମୁହୂର୍ତ୍ତରେ ଚଳିବାକୁ ହୁଏ, ତେବେ ସେ ଭୟଙ୍କର ହେଇଥିଲେ ମଧ୍ୟ ଧୀରେ ଧୀରେ ତା ଉପରୁ ଆମର ଡର ହଟିଯାଏ ଏବଂ ସେଇଟାକୁ ଆମେ ହାଲକା ଭାବରେ ନେଉ। ସେମିତି ଆଉ ମାଉସୀଙ୍କର ମଧ୍ୟ ଧୀରେ ଧୀରେ ଏସବୁ ଦେହ ସୁହା ହେଇଗଲା। ଯେତେବେଳେ ଟେକା ପଥର ପଡ଼େ ସେତେବେଳେ ଆଈ ଚିଡ଼ିଚିଡ଼ି ହୋଇ କହେ, ହଇରେ ହେ, ତୁ ଡାହାଣୀ କି ଗୋସାଣୀ ଯିଏ ହେଇଥା, ଆରେ ଯଦି ଦଉଛୁ ଭଲ ଜିନିଷଟେ ଦଉନୁ, ଏ ଟେକା ପଥରଟା କାହିଁକି ଦଉଛୁ? ଏତିକି କହୁ କହୁ ପିଆଜ ରସୁଣ ହାଡ଼ ଓ ମାଂସ ଖଣ୍ଡେ ମେଞ୍ଚେ ଅଜାଡ଼ି ହେଇ ପଡ଼ିଲା। ମାଂସ ତ ଦୂରର କଥା, ଆଈଙ୍କ ଘରେ ତ କେହି ପିଆଜ ରସୁଣ ଖାଆନ୍ତିନି। ଏସବୁ ଦେଖି ଆଈ ଚିଡ଼ିଚିଡ଼ି ଯାଇ କହିଲେ, ମଲା ମୋର, ତୋତେ ଆଉ କିଛି ମିଳିଲାନି? ଏ ଯେଉଁ ଜିନିଷ ମୋ ଘରେ ପଶେନି, ସେଇ ଜିନିଷ ଆଣି ମୋ ଘରେ ପୁରଉଛୁ? ଛି ଛି ଛି। ଦିନେ ଆଈର ସାନ ଭାଇ ମାନେ ମୋ ମାମୁଁ ଅଜା ଆଈ ଘରକୁ ଆସିଥିଲେ। ଦାଣ୍ଡ ଦୁଆରେ ସାଇକେଲ ରଖି ଆଈକୁ ଡାକି ଡାକି ଘର ଭିତରକୁ ଗଲେ। ମାମୁଁ, ଅଜା, ଅପା, ଏ ଅପା, ଆଲୋ କୁଆଡ଼େ ଗଲୁ? ଆଲୋ, ମୁଁ ଶୁଣିଥିଲି ତୋ ଘରେ କୁଆଡ଼େ କ'ଣ ସବୁ ଶୂନ୍ୟରେ ପଡ଼ୁଛି, ଜିନିଷପତ୍ର ସବୁ ଚାଲୁଛି, କ'ଣ ଏସବୁ ସତ? ଏତିକି କହୁ କହୁ ମସିଣା ଚାଲି ଚାଲି ଆସି ଆପେ ଆପେ ପାରି ହେଇଗଲା। ଏସବୁ ଦେଖି ମାମୁଁ ଅଜା ହା କରି ଚାହିଁଥାନ୍ତି। ଡରିଯାଇ ଆଈକୁ ଡାକ ପକାଇଲେ, ଅପା, ଏ ଅପା, ଆଈ ଆସି। ମାମୁଁ ଅଜାଙ୍କୁ ଦେଖି କହିଲେ, ଆରେ ସନିଆ, ତୁ କେତେବେଳେ ଆସିଲୁ?
ମାମୁଁ ଅଜା ଡରି ଡରି କହିଲେ, ଆଲୋ ଅପା, ଇଏ କ'ଣ? ଏ ମସିଣାଟା ଚାଲି ଚାଲି ଆସି କେମିତି ପାରି ହେଇଗଲା? ଆଈ କହିଲେ, ହଁ ପରା, ଏମିତିଆ କାଣ୍ଡ ହେଉଛି ପରା ଏବେ ଏ ଘରେ। ଯାହା ମଣିଷ କେବେ ଦେଖିନଥିଲା ଆଜି ସେଇଆ ଦେଖୁଛି ରେ। କେମିତି ଜୀବନକୁ ପାଣି ଛଡ଼େଇ ଆମେ ଘରେ ରହିଛୁ ଦେଖ। ମାମୁଁ ଅଜା କହିଲେ, ଆଲୋ ଅପା, କୋଉ ଗୁଣିଆ ଫୁଣିଆ ଡାକି କିଛି କରୁନୁ, ଏମିତି ଚୁପ୍ ହୋଇ ବସିଲେ କ'ଣ ହେବ? ଆଈ କହିଲେ, ଆରେ ତୁ କ'ଣ ଭାବୁଛୁ ମୁଁ କିଛି କରିନି? ଆରେ କେତେଟା ଗୁଣିଆକୁ ଡାକିକି ଆଣି ଘରେ କେତେ ତନ୍ତ୍ରମନ୍ତ୍ର କଲିଣି, ହେଲେ ଇଏ କି ଅଲେଖେଣିଆ ନିଆଁ ଲଗା ଜିନିଷ ହେଇଛି କେଜାଣି, ୟା ଉପରେ କିଛି ଫରକ ପଡ଼ୁନି। ମାମୁଁ ଅଜା କହିଲେ, ମୁଁ ଆମ ଗାଁ ଅଜା ଗୁଣିଆକୁ ଡାକୁନୁ। ତୁ ତ ଜାଣିଛୁ ଓଝା ଗୁଣିଆ ଭୂତପ୍ରେତକୁ କେମିତି ବନ୍ଧନ କରି ନେଇଯାଏ। ଆଈ କହିଲେ, ଆରେ ହଁ, ମୋର ଓଝା ଗୁଣିଆ କଥା ମନେ ନଥିଲା, ତୁ ଠିକ୍ ମନେ ପକେଇଛୁ, ସେୟା ହିଁ କରିବା। ମାମୁଁ ଅଜା କହିଲେ, ତୁ ବ୍ୟସ୍ତ ହନା, ମୁଁ କାଲି ତାକୁ ନେଇକି ଆସୁଛି। ଏତିକି କହୁ କହୁ ଉପରକୁ ଗୋଟେ ଅଧା ଇଟା ମାମୁଁ ଅଜାଙ୍କ କପାଳ ଛୁଇଁକି ଆସି ତାଙ୍କ ପାଦ ଉପରେ ପଡ଼ିଲା। ମାମୁଁ ଅଜାଙ୍କ କପାଳ ଫାଟି ରକ୍ତ ଝରୁଥାଏ ଓ ପାଦର କାଣି ଆଙ୍ଗୁଠି ଛେଚି ହୋଇ ରକ୍ତ ବାହାରୁଥିଲା। ମାମୁଁ ଅଜା ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆଈ କାନ୍ଦ କାନ୍ଦ ହୋଇ କହିଲା, ହେ ଭଗବାନ, ମୋ ଭାଇର ମୁଣ୍ଡ ଫୁଟାଇ ଲହୁ ଲହାଣ କରିଦେଲେ। ସାଙ୍ଗେ ସାଙ୍ଗେ ଘରର ଜିନିଷପତ୍ର ଦୁମଦାମ ହୋଇ ପଡ଼ିବାକୁ ଲାଗିଲା। ଏସବୁ ଦେଖି ମାମୁଁ ଅଜା ବାହାରକୁ ଦୌଡ଼ି ପଳାଇଲେ। ବାହାରେ ଯାଇ ଦେଖିଲେ ତାଙ୍କ ସାଇକେଲ ଆପେ ଚାଲୁଛି। ସେ ଡରି ଯାଇ ସାଇକେଲ ଛାଡ଼ି ଦୌଡ଼ି ପଳାଇଲେ।